14 ଜୁଲାଇ 2020 ମସିହାରେ ଗୋଟେ ଘଟଣା, ବହୁତ ବଡ଼ ଘଟଣା ଘଟିଥିବ। ଆପଣମାନଙ୍କର ବି ମନ ଥିବ। ଗୋଟେ 5 ବର୍ଷର ଛୁଆଟା ଗାଁ ଦାଣ୍ଡରେ ଖେଳୁଥିଲା, ହଠାତ୍ ନିଖୋଜ ହେଇଗଲା। 10 ଦିନ ପରେ ତା ବଡି ତାଙ୍କ ଘର ପଛପଟ ପୋଖରୀ ପାଖରୁ ମିଳିଲା। ଶରୀର 20 ରୁ 25 ପିସ୍ କଟା ହେଇଥିଲା, ସେଥିରେ ବହୁତ ପାର୍ଟ ମିସିଂ ଥିଲା। ତା ନାଁ ହେଉଛି ପରୀ। ଆଉ ନୟାଗଡ଼ର ଏଇଟା କେସ୍ ବହୁତ ଭାଇରାଲ୍ ହେଇଥିଲା। ଆଜି ମୁଁ ସେ ଭିଡ଼ିଓଟା ଦେଖିଲି, ମୋତେ ବି ରିଏଲାଇଜ୍ ହେଲା ସେତେବେଳେ ଆମେ ସିନା ଭୁଲି ଯାଇଥିଲେ, ସେତେବେଳେ ବିଜେଡ଼ି ସରକାର ଥିଲା, ଭୁଲି ଯାଇଥିଲେ। ଏବେ ବିଜେପି ସରକାର ଆସିଛି, ଏ କେସ୍କୁ ରିଓପନ୍ କ'ଣ ପାଇଁ କରୁନାହାନ୍ତି? ଏ କେସ୍କୁ ରିଓପନ୍ ହେବା ଦରକାର। କାହିଁକିନା 18 ବର୍ଷର ପିଲା ଯେଉଁ ସରୋଜ ସେଠି ଯଦି ମର୍ଡ଼ର କରିଥିଲା, ଗୋଟେ 17-18 ବର୍ଷ ଛୁଆ ଗୋଟେ ଝିଅଟାକୁ ନେଇକି 15-20 ପିସ୍ କରିକି ତା ପାର୍ଟ ମିସିଂ ଥିବ, ତାକୁ ନେଇକି ଏଠି ପକାଇଦେବ, ଏଇଟା ଇମ୍ପସିବୁଲ୍। ଓକେ, ଆଉ କେହି ବି ଜାଣିପାରିବେନି, କେହି ବି ଦେଖିପାରିବେନି, ସେ ଏକାଠିଆ ସବୁ କରିଦେବ, ଏଇଟା ଇମ୍ପସିବୁଲ୍। ଆଉ ଏଇଟା ଆର ଦୋଷୀ କିଏ ସମସ୍ତେ ଜାଣିଛନ୍ତି। ବଟ୍ ସେତେବେଳେ ବିଜେଡ଼ି ସରକାର ଥିଲା, ଯେତେବେଳେ ସୋସିଆଲ ଇନଭେଷ୍ଟିଗେସନ୍ ଟିମ୍ ଯେତେବେଳେ ଆସିକି କରିଥିଲେ, ସେତେବେଳେ ବିଜେଡ଼ି ସରକାର ହିଁ କଥା ହିଁ ମାନିକି କରିଥିବେ। ଏଇନା ବିଜେପି ସରକାର ହେଲା, ସିଏ କ'ଣ ପାଇଁ ଏ କେସ୍ଟାକୁ ଓପନ୍ କରୁନାହାନ୍ତି? ଆଉ ଏ କେସ୍ ବି CBI ତଦନ୍ତ କରିବା ଦରକାର। ଆଉ ତା ମାଆ ଯେତେବେଳେ ବୟାନ ବି ଦେଉଛି, ତା ମାଆ ନିଜେ ଏଗ୍ରି କରିପାରୁନାହାନ୍ତି ସେ ପିଲାଟା ମର୍ଡ଼ର କରିଥିବ। କାହିଁକିନା ତା ମାଆ ନିଜେ ଜାଣିଛନ୍ତି। ତା ମାଆ ଯଦି ନିଜେ ଏଗ୍ରି କରିପାରୁନାହାନ୍ତି, ଇଏ କେମିତି କହୁଛନ୍ତି? ହେଲା, ଏ କେସ୍କୁ ଓପନ୍ କରାଯାଉ, ଆଉ ଥରେ ରିଓପନ୍ କରାଯାଉ। ମୋର ବିଜେପି ସରକାର ଗୋଟେ ରିକ୍ୱେଷ୍ଟ, ଦୋଷୀକି ପ୍ରକୃତ ଦଣ୍ଡ ମିଳିବା ଦରକାର। ଯଦି ସରୋଜ ସେଠି ଥିବ, ତାହେଲେ ସରୋଜ ସେଠି ଏକା କେବେ ବି ଏ କାମ କରିନଥିବ, ତା ସହିତ ଆଉ କିଏ ବି ଥିବେ। ଯଦି ସରୋଜ ସେଠି ନଥିବ, ଯେମିତି ତା ମାଆ ତାଙ୍କ ପ୍ରେସ୍ ମିଡ଼ିଆରେ କହୁଛନ୍ତି, ସେ ଯେଉଁ ବବୁଲ ନାୟକ ଆଉ ଅରୁଣ ସାହୁ ବି ତାଙ୍କ ହେଲ୍ପ କରିଛନ୍ତି। ଏମିତି ଯେଉଁ ବାବୁଲା ନାୟକ ତାଙ୍କ ସାଙ୍ଗମାନଙ୍କ ସହିତ ମିଶିକି ଏମିତି କରିଛନ୍ତି, ଏମାନଙ୍କୁ ଯଦି ଏମାନେ କରିଥିବେ, ତାହେଲେ ତାଙ୍କୁ ବି ଦୋଷୀ ଦଣ୍ଡିତ କରାଯିବା ଦରକାର। କାହିଁକିନା ଗୋଟେ 18-19 ବର୍ଷର ପିଲା ଏତେ ବଡ଼ କାମ କରିଦେବା ହେଉଛି ଇମ୍ପସିବୁଲ୍। ତାକୁ 20 ବର୍ଷର ଜେଲ୍ ଦିଆହେଇଯିବ। ହେଲା, ଆଉ ଗୋଟେ କଥା, ଯେତେବେଳେ କୁହାହେଲା ତାଙ୍କ ଗଡ଼ିଆ ଭିତରୁ ଟି-ସାର୍ଟ ମିଳିଲେ, ତା ମାଆ ନିଜେ କହୁଛନ୍ତି ସେ ସାର୍ଟଟା ସେ ମୋ ଝିଅର ନିଅ, ବଟ୍ ଏମାନେ ଆକ୍ସେପ୍ଟ କରୁଛନ୍ତି ଯେ ତା ସାର୍ଟଟା ତାଙ୍କ ଝିଅର। ତ ତୁମେ ଫୋର୍ସଫୁଲି, ତା ମାଆ ଜାଣିପାରିବନି ସେ ଝିଅର ସେଇଟା ସାର୍ଟ ନା ନାହିଁ? ଏଇଟା ମାନେ ଏ ଷ୍ଟୋରି ଆଉ ଥରେ ଓପନ୍ ହେବା ଦରକାର। ମୁଁ ବିଜେପି ସରକାରକୁ ରିକ୍ୱେଷ୍ଟ କରୁଛି, ମୋହନ ମାଝୀକୁ ରିକ୍ୱେଷ୍ଟ କରୁଛି, ଏ ଷ୍ଟୋରିଟାକୁ ରିଓପନ୍ କରାଯାଉ। CBI ତଦନ୍ତ କରୁ। କାହିଁକିନା ସେତେବେଳେ CBI ତଦନ୍ତ କରାହେଲାନି। ଏତେ ମାନେ ଷ୍ଟ୍ରାଇକ୍ କଲେ, ତାଙ୍କ ସରପଞ୍ଚ ଏତେ ଷ୍ଟ୍ରାଇକ୍ କଲା, ସରପଞ୍ଚକୁ ପୋଲିସ କହୁଛି ଯେ ତୁମେ ଏ କେସ୍ରୁ ଓହରିଯାଅ, ତୁମେ କିଛି କରିପାରିବନି। ତାଙ୍କୁ ଡାଇରେକ୍ଟଲି କୁହାହେଉଛି। ତାଙ୍କ ସରପଞ୍ଚ ବୟାନ ଦେଇଛନ୍ତି ଗୋଟେ ମିଡ଼ିଆ ଚ୍ୟାନେଲ୍। ଆଉ ମିଡ଼ିଆ ଚ୍ୟାନେଲ୍ କଥା ବି ତୁମେମାନେ ବିଶ୍ୱାସ କରନି। ବିଜେପି ଚ୍ୟାନେଲ୍ ଅଲଗା ଅଛି, ବିଜେଡ଼ି ଚ୍ୟାନେଲ୍ ଅଲଗା ଅଛି। ଗୋଦି ମିଡ଼ିଆ, ଏମାନେ ସବୁ ଗୋଦି ମିଡ଼ିଆ, ବିଜେଡ଼ି ମିଡ଼ିଆ, ଏମାନଙ୍କ କଥା ଜମା ଟ୍ରଷ୍ଟ କରନି। ହେଲା, ଯେଉଁଟା ଦୋଷୀ ଆକ୍ଚୁଆଲି ତାଙ୍କ ମାଆଙ୍କ ଆଖିର ଲୁହ ଆଜି ପର୍ଯ୍ୟନ୍ତ ବି ଲିଭି ନଥିବ। 5 ବର୍ଷର ଛୁଆଟା ଜୀବନ ଦେଖିନି, ତା ସହିତ ରେପ୍ ଆଉ ମର୍ଡ଼ର, ମାନେ ଭାବ, ଓଡ଼ିଶାବାସୀ ଆଜି ପର୍ଯ୍ୟନ୍ତ ବି ଭୁଲି ପାରୁନଥିବେ। ମୁଁ ତ ଏବେ ଶୁଣିକି ମୋ ଦେହରେ ରାଗ ପଳେଇ ଆସୁଛି। ଆପଣମାନେ କମେଣ୍ଟରେ ଜଣାନ୍ତୁ, ଦୋଷୀକି ଦଣ୍ଡିତ ମିଳିବା କଥା ନା ନାହିଁ। ଆଉ ଯିଏ ଦୋଷୀ ବୋଲି ସରୋଜ ସେଠି ଯାଇଛି, ସିଏ ଆକ୍ଚୁଆଲି ସରୋଜ ସେଠି ଦୋଷୀ ନା ଆଉ କିଏ? ଯଦି ସରୋଜ ସେଠି ଦୋଷୀ କରୁଥିବ, ତାହେଲେ ଏକାଠିଆ କରିନଥିବ। ଇଏ ଏକାଠିଆ କାମ ନିଅ।